ନାଇଁ ପ୍ରକୃତରେ ଏଇଟା ଦୁଃଖର ଘଟଣା। ଆଜି ହେଉଛି ଜାତୀୟ ଉଠା ଦୋକାନୀ ଦିବସ। ଆଜିକା ଦିନରେ ପାର୍ଲାମେଣ୍ଟରେ ଉଠା ଦୋକାନୀ ଆଇନ ପାସ୍ କରାଯାଇଥିଲା 2014 ମସିହା ଜାନୁଆରୀ 20 ତାରିଖ ଦିନ। ଏଇଟା ପାର୍ଲାମେଣ୍ଟରେ ଯେହେତୁ ଉଠା ଦୋକାନୀ ଆଇନ ପାସ୍ କରାଯାଇଥିଲା ସେଥିପାଇଁ ଆଜି 20 ତାରିଖ 2026 20 ତାରିଖ ଆଜି ଗୋଟେ ବଡ଼ ପ୍ରୋଗ୍ରାମ ଆମର ଥିଲା, ବହୁତ ବଡ଼ ପ୍ରୋଗ୍ରାମ। ଏଠି ପାଖାପାଖି 8-10 ହଜାର ଲୋକ ହେଇଥାନ୍ତେ। ଆମେ କାଲି ରାତି 1:30 1:30 ମୁଁ ଏଠୁ ଗଲି, କିଛି ଅଘଟଣ ଘଟି ନଥିଲା ଏବଂ ଟେଣ୍ଟ ବନ୍ଧା ଚାଲିଥିଲା, ସବୁ ଠିକ୍ ଥିଲା। ମୁଁ ଜଷ୍ଟ 10 ମିନିଟ୍ ପରେ 1:40 ବେଳୁ ମୋ ଖବର ଗଲା ଯେ ଭାଇ ନିଆଁ ଲାଗିଗଲା, ଶୀଘ୍ର ଆସ। ମୁଁ ମଧ୍ୟ ସେ ଭିଜୁଆଲ ଉତ୍ତୋଳନ ହେଇଛି, ତାକୁ ମଧ୍ୟ ଆପଣମାନଙ୍କୁ ସେୟାର ବି କରିଛି। ବହୁତ କିଛି ହେଇଛି, କିନ୍ତୁ ଭାରି ଦୁଃଖର କଥା ଏଠି ବର୍ତ୍ତମାନ 27ଟା ଦୋକାନ ପଡ଼ିଛି। 27ଟା ଦୋକାନରୁ ପାଖାପାଖି 2 କୋଟିରୁ ଅଧିକ ଟଙ୍କାର ମୂଲ୍ୟର ସମ୍ପତ୍ତି ନଷ୍ଟ ହେଇଛି, ଯୋଉଟା କି ମୋତେ ବି ଖରାପ ଲାଗୁଛି। ଆଜି ଲ ମିନିଷ୍ଟର ଆସିବାର ଥିଲା, ଅର୍ବାନ ମିନିଷ୍ଟର ଆସିବାର ଥିଲା, ବହୁତ କିଛି ଆଜି ଏଠିକି ମିନିଷ୍ଟର ମାନେ ଆସିବାର ଥିଲା। ଆଉ ବର୍ତ୍ତମାନ ସୁଦ୍ଧା କ'ଣ ହବ କିଛି ଜଣାପଡ଼ିନାହିଁ, କିନ୍ତୁ ଛାଡ଼ୁ ଫୋନ୍ ଆସୁଛି ଯେ ସେମାନେ ଆସିବେ ବୋଲିକି, ଜାଗା ଏଇଟା ଦେଖିବେ ପ୍ଲସ୍ ଆସିବେ ବୋଲିକି ଯୋଜନା ମଧ୍ୟ ଅଛି। ମୋ କତିରେ ଯାହା ଖବର ଅଛି ବର୍ତ୍ତମାନ ମୋତେ ଆମ ପିଲାମାନେ କହୁଥିଲେ କିଏ ଜଣେ ତାକୁ ଲଗେଇ ଦେଇଛି ରାତିରେ, କିନ୍ତୁ ଯାହା ହଉ ଆମେ ମଧ୍ୟ ଏଫଆଇଆର ଦେବୁ ତା ଉପରେ। ବିଏମ୍ସି ନାଁରେ ବା ଅଥରିଟି ନାଁରେ ଆମେ ଏଫଆଇଆର ଦେବୁ ଏବଂ ତା ସହିତ ତାପରେ ଗୋଟେ ପୋଲିସ କି ଅନୁରୋଧ କରିବୁ ଯେ ଏଇଟା ଗୋଟେ ଇନକ୍ୱାରି କରାଯାଉ। ଗୋଟା କାହିଁକି ଏମିତି ଅଘଟଣ ଘଟିଲା, କିଏ ଘଟେଇଲା। ସିସି କ୍ୟାମେରା ମଧ୍ୟ ଆମ ଉଠା ଦୋକାନରେ ଲଗେଇଥିଲେ, ୟା ଉପରେ ଇନକ୍ୱାରି ପାଇଁକା ମଧ୍ୟ ଆମେ ଦାବି କରିବୁ। କିଛି ଦିନ ପୂର୍ବରୁ ଆମେ ଦେଖିଥିଲୁ ଏଇଭଳି କାଣ୍ଡ ହେଇଥିଲା, ପୁଣି ଏବେ ନାଇଁ ଏଇଟା ସେଟା ହାଟ ଭିତରେ ହେଇଥିଲା, ସେ ତାଙ୍କର ହାଟକୁ ନେଇ କ'ଣ ଗୋଟେ ହେଇଥାଇପାରେ, କିନ୍ତୁ ଏଇଟା ମଧ୍ୟ ଯେହେତୁ ବାହାରେ ହେଇଛି, ଭେଣ୍ଡିଂ ଜୋନ୍ ହେଇଛି, ମୁଁ ହାଟ ସହିତ ଆକୁ ତୁଳନା କରିବି ନାହିଁ, କାହିଁକିନା ହାଟର ଘଟଣା ଆଉ ଭେଣ୍ଡିଂ ଜୋନ୍ ଘଟଣା ଭିତରେ ଟିକେ ପାର୍ଥକ୍ୟ ରହିଛି। କିନ୍ତୁ ଆମେ ନିଶ୍ଚୟ ଏଫଆଇଆର ଦେବୁ, ଆ ଭିତରେ ଇନକ୍ୱାରି କରିବା ପାଇଁକା ଆମେ ଖାଲି ଏବେ ନୁହେଁ, ବାରମ୍ବାର ହଉଛି। ଆ ପୂର୍ବରୁ ବହୁ ଜାଗାରେ ହେଇଛି। ଆଉ ବଡ଼ ବଡ଼ ପ୍ଲାଷ୍ଟିକ ଗୋଦାମରେ ମଧ୍ୟ ନିଆଁ ଲାଗିଯାଉଛି, ଯେହେତୁ ଏଠି ପ୍ଲାଷ୍ଟିକ ସାମଗ୍ରୀ କିଛି ଥିଲା, ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ହଉଥିଲା, ସେଥିପାଇଁ ଏଠି ବେଶୀ କ୍ଷତି ହେଇଛି ବୋଲି ଆମେ ଆକଳନ କରୁଛୁ।